हेलो स्टूडेंट्स, आज पढ़ा लेसन 6 दि लंगेस्ट स्टोरी। तो लंगेस्ट स्टोरी आम फास्ट रिडिंग करनवा। Once there was a king. The king had a beautiful daughter. The king loved to tell stories. His daughter loved to listen to stories. The princess grew up listening to stories from her father. One day the king declared, "One who can tell the longest story lasting more than 10 days will marry my daughter, and if one fall, he will be my servant for the rest of his life." Storytelling experts came from far off places to tell the longest story and marry the princess. First, a handsome young man told a story. The story lasted for 3 days and 3 nights, but on the 4th day the story came to an end. The young man was made the king's servant for the rest of his life. Then came another young man from a distant country. He told a story which lasted for 5 days and 5 nights, but on the 6th day the story came to an end. The young man was made servant at the royal palace for the rest of his life. Next, another young man, a real expert in storytelling, came from another country. He told a story which lasted for 6 days and 6 nights, but on the 7th day the story came to an end. The young man became the king's servant for the rest of his life. ନା ଦି ଲଙ୍ଗେଷ୍ଟ ଷ୍ଟୋରି। ତାହେଲେ ଲଙ୍ଗେଷ୍ଟ ମାନେ କ'ଣ? ଲମ୍ବା। ଷ୍ଟୋରି ମାନେ କ'ଣ? ଗପ। ତାହେଲେ ଆମେ ଗୋଟେ ଲଙ୍ଗେଷ୍ଟ ଷ୍ଟୋରି ମାନେ ଲମ୍ବା ଗପ ବିଷୟରେ ପଢ଼ିବା। SCP-1 କ'ଣ କହିଛି? ୱାନ୍ସ ଦେୟାର ୱାଜ ଏ କିଙ୍ଗ। ତ ଜଣେ ରାଜା ଥିଲେ, ଏକଦା ଜଣେ ରାଜା ଥିଲେ। ଦି କିଙ୍ଗ ହେଡ୍ ଏ ବ୍ୟୁଟିଫୁଲ୍ ଡଟର, ଏବଂ ସେଇ ରାଜାଙ୍କର ଗୋଟେ ବ୍ୟୁଟିଫୁଲ୍ ମାନେ ସୁନ୍ଦର ଝିଅ ଥିଲା। ଦି କିଙ୍ଗ ଲଭ୍ ଟୁ ଟେଲ୍ ଷ୍ଟୋରିଜ୍। ଯେ ରାଜା ଯିଏ ସିଏ ବହୁତ ଭଲ ପାଉଥିଲେ ଟୁ ଟେଲ୍ ଦ ଷ୍ଟୋରିଜ୍ ମାନେ ଗପ କହିବାକୁ ବହୁତ ଭଲ ପାଉଥିଲେ। ହିଜ୍ ଡଟର ଲଭ୍ ଟୁ ଲିସନ୍ ଟୁ ଷ୍ଟୋରିଜ୍, ଏବଂ ଯେମିତି ରାଜା ଗପ କହିବା ପାଇଁ ଭଲ ପାଉଥିଲେ, ତାଙ୍କ ଝିଅ ଗପ ଶୁଣିବା ପାଇଁ ବହୁତ ଭଲ ପାଉଥିଲେ। ଦି ପ୍ରିନ୍ସେସ୍ ଗ୍ରିଉ ଅଫ୍ ଲିସନିଂ ଟୁ ଷ୍ଟୋରିଜ୍ ଫ୍ରମ୍ ହର୍ ଫାଦର। ତାହେଲେ କ'ଣ? ରାଜା ଯେହେତୁ ଗପ କହିବା ପାଇଁ ଭଲ ପାଉଥିଲେ, ତ ସିଏ ତାଙ୍କ ଝିଅକୁ ସବୁବେଳେ ଗପ କହିକି ଶୁଣାଉଥିଲେ। ତାଙ୍କ ଝିଅ ବି ଗପ ଶୁଣିବା ପାଇଁ ବି ଭଲ ପାଉଥିଲେ। ତାଙ୍କ ଯେଉଁ ପ୍ରିନ୍ସେସ୍ ଯିଏ ମାନେ ରାଜକୁମାରୀ ଯିଏ, ସେ ଗ୍ରିଉ ଅପ୍ ମାନେ ବଡ଼ ହେଇଛି ଲିସନିଂ ଟୁ ହର୍ ଷ୍ଟୋରିଜ୍ ଫ୍ରମ୍ ହିଜ୍ ଫାଦର, ମାନେ ତାଙ୍କ ବାପାଙ୍କଠୁ ଗପ ଶୁଣିକି ସିଏ ଆଜି ଯାଏ ବଡ଼ ହେଇଛି। ତ କ'ଣ ହେଇଛି 2ରେ ଦେଖିବା। ୱାନ୍ ଡେ, ଦିନେ କ'ଣ ହେଇଛି? ଦି ରାଜା ଡିକ୍ଲେୟାର, ମାନେ ଯିଏ କିଙ୍ଗ ଯିଏ ଡିକ୍ଲେୟାର କଲେ। ରାଜା କ'ଣ କହିଲେ? ଡିକ୍ଲେୟାର କଲେ ଯେ ୱାନ୍ ହୁ କ୍ୟାନ୍ ଟେଲ୍ ଦ ଲଙ୍ଗେଷ୍ଟ ଷ୍ଟୋରି ଲାଷ୍ଟିଂ ମୋର୍ ଦେନ୍ 10 days ୱିଲ୍ ମ୍ୟାରି ମାଇ ଡଟର। ତ ରାଜା ଡିକ୍ଲେୟାର କଲେ ଯେ ହୁ କ୍ୟାନ୍ ଟେଲ୍ ଦ ଲଙ୍ଗେଷ୍ଟ, ମାନେ କିଏ ଏମିତି ଗୋଟେ ଲମ୍ବା ଷ୍ଟୋରି କହିପାରିବ ଲାଷ୍ଟେଡ୍ ମୋର୍ ଦେନ୍ 10 days ୱିଲ୍ ମ୍ୟାରି, ମାନେ ଯିଏ 10 ଦିନ ଧରିକି ଗୋଟେ ଲମ୍ବା ଗପ କହିପାରିବ, ମୁଁ ତାହାକୁ ମୋ ଝିଅକୁ ମେରି ମାନେ ବିବାହ କରିବା, ମୋ ଝିଅକୁ ତା ସହ ବିବାହ କରିଦେବି। ଏଇଟା ରାଜା ଘୋଷଣା କଲେ, ଯିଏ 10 ଦିନ ଧରିକି ଗପଟା କହିପାରିବ, ମୁଁ ତା ସହ ମୋ ଝିଅକୁ ବାହା କରିଦେବି, ଏମିତି ରାଜା ଡିକ୍ଲେୟାର କଲେ। And if one falls, he will be my servant for the rest of his life। ତ ରାଜା କହିଲେ କି ଯିଏ 10 ଦିନ ଧରିକି ଗୋଟେ ଲମ୍ବା ଗପ କହିବ, ତାହେଲେ ତାଙ୍କ ଝିଅ ସହ କ'ଣ ବିବାହ କରିଦେବେ। କିନ୍ତୁ ଏଟା ବି କହିଲେ ଯେ ଏବଂ ଇଫ୍ ୱାନ୍ ଫଲ୍ସ, ଯଦି ଯିଏ 10 ଦିନ ଧରି ଗପ କହିପାରିଲା ନାହିଁ, ଯିଏ ବିଫଳ ହୋଇଗଲା, ଫେଲ୍ସ ମାନେ ବିଫଳ ହୋଇଗଲା, ହି ୱିଲ୍ ବି ମାଇ ସର୍ଭେଣ୍ଟ, ମାନେ ଯିଏ ସେ 10 ଦିନ ଧରି ଗପ କହି ନପାରିବ, ସିଏ ହେଲା ମୋ ସର୍ଭେଣ୍ଟ ମାନେ ଚାକର
ଚାକର ଫର୍ ଦି ରେଷ୍ଟ ଅଫ୍ ହିଜ୍ ଲାଇଫ୍ ମାନେ ସେ ତାଙ୍କ ଜୀବନ ସାରା ରାଜାଙ୍କର ଚାକର ହେଇକି ରହିବ। ଯିଏ ବିଫଳ ହେଇଯିବ ଗପ କହିବାରେ, ଯିଏ ଗପ କହିବାରେ ବିଫଳ ହେଇଯିବ ସିଏ ତା ରେଷ୍ଟ ଅଫ୍ ହିଜ୍ ଲାଇଫ୍ ମାନେ ତା ଲାଇଫ୍ର ଶେଷ ଯାଏଁ ମାନେ ମରିବା ଯାଏଁ ତାଙ୍କ ଦରବାରରେ ଚାକର ହେଇକି ରହିବେ। ଏଇଟା ହେଲା ତାଙ୍କର କଣ୍ଡିସନ୍ ଥିଲା। ତ କ'ଣ ହେଲା ନା ଷ୍ଟୋରି ଟେଲିଂ ଏକ୍ସପର୍ଟ କେମ୍ ଫ୍ରମ୍ ଫାର୍ ଅଫ୍ ପ୍ଲେସେସ୍ ଟୁ ଟେଲ୍ ଦ ଲଙ୍ଗେଷ୍ଟ ଷ୍ଟୋରି ଆଣ୍ଡ ମ୍ୟାରି ଦ ପ୍ରିନ୍ସେସ୍। ତ ଏଇ ଯେ ଘୋଷଣା କଲେ, ଡିକ୍ଲେୟାର ମାନେ କ'ଣ ଘୋଷଣା କରିବା, ଯେ ଘୋଷଣା ଯେ କଲେ ବହୁତ ଷ୍ଟୋରି ଟେଲିଂ ଏକ୍ସପର୍ଟ ଯେମାନେ ବେଶୀ ବହୁତ ଗପ କୁହାଳି ଯେମାନେ କି ଏକ୍ସପର୍ଟ ଯେମାନେ କି ସେମାନେ କେମ୍ ଫର୍ ଫାର୍ ଅଫ୍ ପ୍ୟାଲେସ୍, ଫାର୍ ଅଫ୍ ମାନେ ବହୁତ ଦୂର ଜାଗାରୁ ପ୍ଲେସେସ୍ରୁ ଆସିଲେ, ବହୁତ ଦୂର ଜାଗାରୁ ଆସିଲେ। ଟେଲ୍ ଦ ଲଙ୍ଗେଷ୍ଟ ଷ୍ଟୋରି ଲମ୍ବା ଗପ କହିବା ପାଇଁ ବହୁତ ଦୂର ଜାଗାରୁ ଆସିଲେ ଏକ୍ସପର୍ଟ ମାନେ, ଗପ କୁହାଳି ମାନେ, ଗପ କହିବା ଏକ୍ସପର୍ଟ ମାନେ ଆସିଲେ ବହୁତ ଦୂରରୁ। ଆଣ୍ଡ ମ୍ୟାରି ଦ ପ୍ରିନ୍ସେସ୍ ଏବଂ ପ୍ରିନ୍ସେସ୍କୁ ବିବାହ କରିବା ପାଇଁ ଆସିଲେ। ଗପ କହିବେ ଆଉ ବିବାହ କରିବେ, ସେମିତି ବହୁତ ଦୂରରୁ ବହୁତ ଜଣ ଆସିଲେ। ଫାଷ୍ଟ ଏ ହ୍ୟାଣ୍ଡସମ୍ ୟଙ୍ଗ ମ୍ୟାନ୍ ଟୋଲ୍ଡ ଏ ଷ୍ଟୋରି। ତ ଫାଷ୍ଟ ଜଣେ ହ୍ୟାଣ୍ଡସମ୍ ମାନେ କ'ଣ ସୁନ୍ଦର ୟଙ୍ଗ ମ୍ୟାନ୍, ଜଣେ ସୁନ୍ଦର ପୁରୁଷ ଯିଏ ସେ ଆସିଲେ ଟୋଲ୍ଡ ଏ ଷ୍ଟୋରି, ଗୋଟେ ଗପ କହିଲେ। ଦି ଷ୍ଟୋରି ଲାଷ୍ଟେଡ୍ ଫର୍ 3 days and 3 nights। ତାହେଲେ ସେ ଷ୍ଟୋରି, ସେ ଯେ ଗପ ଯେ କହିଲେ ସେ ଷ୍ଟୋରିଟା କେତେ ଦିନ ଗଲା? 3 days ମାନେ 3 ଦିନ and 3 ରାତି ଗଲା। ବଟ୍ on the 4th day the story came to an end। ଯିଏ ଫାଷ୍ଟ ଯେ ଆସିଲା ସେ 3 ଦିନ 3 ରାତି ଗପ କହିଲା, ଯେ 4th day ବେଳକୁ ମାନେ 4 ଦିନ ବେଳକୁ ଦି ଷ୍ଟୋରି କେମ୍ ଟୁ ଏନ୍ ଏଣ୍ଡ, ଏବଂ ସେ 4 ଦିନ ବେଳକୁ ତା ଷ୍ଟୋରିଟା ସରିଗଲା, ଶେଷ ହେଇଗଲା। ଏଣ୍ଡ ମାନେ ଶେଷ ହେବା। ଦି ୟଙ୍ଗ ମ୍ୟାନ୍ ୱାଜ୍ ମେଡ୍ ଦି କିଙ୍ଗ୍ ସର୍ଭେଣ୍ଟ ଫର୍ ଦି ରେଷ୍ଟ ଅଫ୍ ହିଜ୍ ଲାଇଫ୍। ତ କଣ୍ଡିସନ୍ କ'ଣ ଥିଲା? ଯେ ଯିଏ ବିଫଳ ହେଇଯିବ, ଯିଏ 10 ଦିନ ଧରି ଗପ କହି ନ ପାରିବ, ସିଏ ତାର ଜୀବନ ସାରା ପାଇଁ ରାଜାଙ୍କ ପାଖରେ ଚାକର ହେଇକି ରହିବ। ତାହେଲେ ଫାଷ୍ଟ ଯିଏ ଆସିଥିଲା ସେ ରାଜାଙ୍କ ପାଖରେ ଚାକର ହେଇଗଲା। ଦେନ୍ କେମ୍ another young man from a distant country ମାନେ ଦୂର ଦେଶ, କଣ୍ଟ୍ରି ମାନେ କ'ଣ ଦେଶ। ତାହେଲେ ଆଉ ଜଣେ ୟଙ୍ଗ ମ୍ୟାନ୍ ଆସିଲେ, ଆଉ ଜଣେ ପୁରୁଷ ଆସିଲେ, ଗୋଟେ ଦୂର ଦେଶରୁ ଆସିଲେ। ହି ଟୋଲ୍ଡ ଏ ଷ୍ଟୋରି ମାନେ ସେ ଗପ କହିଲେ ହୁଇଚ୍ ଲାଷ୍ଟେଡ୍ ଫର୍ 5 days and 5 nights। ସିଏ ଯେ ସେକେଣ୍ଡ ଯିଏ ଆସିଲେ ତାଙ୍କ ଗପ କେତେ ଦିନ ଗଲା? 5 ଦିନ ଏବଂ 5 ରାତି। ବଟ୍ କିନ୍ତୁ ଅନ୍ ଦି 6th day ଏବଂ କିନ୍ତୁ ସେଇ 6 ଦିନ ବେଳକୁ ଦି ଷ୍ଟୋରି କେମ୍ ଟୁ ଏନ୍ ଏଣ୍ଡ, 6 ଦିନ ବେଳକୁ ତାଙ୍କ ଷ୍ଟୋରି କେମ୍ ଟୁ ଏନ୍ ମାନେ ଶେଷ ହେବା ପାଇଁ ଆସିଗଲା। ଦି ୟଙ୍ଗ ମ୍ୟାନ୍ ୱାଜ୍ ମେଡ୍ ସର୍ଭେଣ୍ଟ ଏଟ୍ ଦି ରୟାଲ ପ୍ୟାଲେସ୍ ଫର୍ ଦି ରେଷ୍ଟ ଅଫ୍ ହିଜ୍ ଲାଇଫ୍ ମାନେ ସେ ରାଜାଙ୍କ ପ୍ରସାଦରେ ତାଙ୍କର ଜୀବନ ସାରା ପାଇଁ ଚାକର ହେଇକି ରହିଗଲେ। Next, another young man, a real expert in storytelling, came to from another country। Next day, another young man ମାନେ ତା ନେକ୍ସଟ ଦିନ ତାପରେ ଆଉ ଗୋଟେ ଦିନେ ଆଉ ଜଣେ ୟଙ୍ଗ ମ୍ୟାନ୍ ଆସିଲେ। ଏ ରିଏଲ୍ ଏକ୍ସପର୍ଟ ମାନେ କ'ଣ? ନିପୁଣ, ଯେ ଧୁରନ୍ଧର ମାନେ ଗପ କହିବାରେ ଯେମାନେ ଧୁରନ୍ଧର ନିପୁଣ, ଯେମାନେ ଇନ୍ ଷ୍ଟୋରି ଟେଲିଂ ମାନେ ଗପ କହିବା ପାଇଁ ଯିଏ ନିପୁଣ, ସିଏ ୟଙ୍ଗ ମ୍ୟାନ୍ ତାପରେ ଆସିଲେ। ଫାଷ୍ଟ ତାହେଲେ 3 ଦିନ କହିଲା, ତାପରେ 5 ଦିନ କହିଲା, ଏବେ ଇଏ କେତେ ଦିନ କହୁଛି ଦେଖିବା। କେମ୍ ଫ୍ରମ୍ another country ଆଉ ଅନ୍ୟ ଏକ ଦେଶରୁ ଆସିଲେ। ହି ଟୋଲ୍ଡ ଏ ଷ୍ଟୋରି ହୁଇଚ୍ ଲାଷ୍ଟେଡ୍ ଫର୍ 6 days and 6 nights। ତ ଇଏ କ'ଣ ହେଲା? ଇଏ ସେ ଯେଉଁ ଗପ କହିଲେ 6 ଦିନ ଏବଂ 6 ରାତି ଗଲା। ବଟ୍ ମାନେ କିନ୍ତୁ ଅନ୍ ଦି 7th day 7 ଦିନ ବେଳକୁ ଦି ଷ୍ଟୋରି କେମ୍ ଟୁ ଏନ୍ ଏଣ୍ଡ, ତାଙ୍କ ଷ୍ଟୋରି ମାନେ ତାଙ୍କ ଗପ 7 ଦିନ ବେଳକୁ ସରିବା ପାଇଁ ଆସିଗଲା। ଦି ୟଙ୍ଗ ମ୍ୟାନ୍ ବିକେମ୍ ଦ କିଙ୍ଗ୍ ସର୍ଭେଣ୍ଟ ଫର୍ ଦି ରେଷ୍ଟ ଅଫ୍ ହିଜ୍ ଲାଇଫ୍। ତ ଏଇ ୟଙ୍ଗ ମ୍ୟାନ୍ ଯିଏ ଆସିଲେ, ଯିଏ ଏକ୍ସପର୍ଟ ପୁରା ଥିଲେ, ରିଏଲ୍ ଏକ୍ସପର୍ଟ ଯିଏ ଥିଲେ, ସିଏ ବି କ'ଣ ସେ 6 ଦିନ 6 ରାତି କହିଲେ, 7 ଦିନ ବେଳକୁ ତାଙ୍କର ଗପ ସରିବା ପାଇଁ ଆସିଲା। ଦି ୟଙ୍ଗ ମ୍ୟାନ୍ ବିକେମ୍ ଦ କିଙ୍ଗ୍ ସର୍ଭେଣ୍ଟ। ସେ ଏଇ ୟଙ୍ଗ ମ୍ୟାନ୍ ବି ରାଜାଙ୍କର ସର୍ଭେଣ୍ଟ ମାନେ ଚାକର ହେଇକି ରହିଗଲେ ତାଙ୍କର ଜୀବନ ସାରା, ରେଷ୍ଟ ଅଫ୍ ହିଜ୍ ଲାଇଫ୍ ମାନେ ତାଙ୍କ ଜୀବନ ସାରା ପର୍ଯ୍ୟନ୍ତ। ତାହେଲେ 3 ଜଣ ଆସିଲେ। ଫାଷ୍ଟ 3 ଦିନ 3 ରାତି କହିଲା, 4 ଦିନ ବେଳକୁ କ'ଣ ସରିଗଲା। ସେକେଣ୍ଡ ଯିଏ ଆସିଲା ସେ କେତେ ଦିନ କହିଲା? 5 days and 5 nights 6 day ବେଳକୁ ସରିଗଲା। ଏବଂ ତାପରେ କିଏ 5 ନମ୍ବର ଯିଏ ଆସିଲେ, 3 ନମ୍ବର ଯିଏ ଆସିଲେ, 3 ନମ୍ବର ଯିଏ ଆସିଲେ ସେ 6 ଦିନ 6 ରାତି କହିଲେ, 7 ଦିନ ବେଳକୁ ସରିଗଲା। ତାହେଲେ ନେକ୍ସଟ SGP1 ଆଜି ପଢ଼ାଉଛେ, ନେକ୍ସଟ କ୍ଲାସ୍ SGP2 ପଢ଼େଇଲେ ଜାଣିବା ଯେ କିଏ ଲଙ୍ଗେଷ୍ଟ ଷ୍ଟୋରି କହିପାରୁଛି। ସବୁ ବୁଝିପାରିଲ SGP1? ନେକ୍ସଟ କ୍ଲାସ୍ ପଢ଼ିବା SGP2।